ରାଜକୀୟ ଯାଜକ ବର୍ଗ କରିଅଛନ୍ତି। ଆମେ ରାଜକୀୟ ଗୋଷ୍ଠୀରେ ଆସୁଛୁ। ପରମେଶ୍ୱରଙ୍କର ନିଜସ୍ୱ ପ୍ରଜା ଆମେ ହେଇଛୁ। ତାଙ୍କର ନିଜର ଘରର ପୁତ୍ର କନ୍ୟା ଆମେ ହେଇଛୁ। ଏତେ ସୌଭାଗ୍ୟ ମାନେ ପାଇଛୁ ପ୍ରିୟ ଭଉଣୀ ମାନେ। ଆମମାନଙ୍କର ଯୋଗ୍ୟତା କଣ ଏ ପ୍ରକାର ଆମମାନଙ୍କୁ କେହି ପଚାରନ୍ତି ନାହିଁ। ଆମମାନଙ୍କୁ ତୁଚ୍ଛ କରି ଆମମାନଙ୍କ ସହିତ ଭଲରେ ସମ୍ମାନରେ ମଧ୍ୟ କଥାବାର୍ତ୍ତା ହେବା ଲୋକ ମଧ୍ୟ ଆମମାନଙ୍କୁ ନାହାନ୍ତି। ମାତ୍ର ଆମର ପରମେଶ୍ୱର ସେ ଦୋହଲା କାଦୁଅରେ ଉଠେଇ ଆମମାନଙ୍କୁ ରାଜସିଂହାସନରେ ବସେଇଛନ୍ତି। ତାଙ୍କର ପବିତ୍ର ତାଙ୍କର ପୁତ୍ର କନ୍ୟା ହେବାର ଅଧିକାର ଆମମାନଙ୍କୁ ଦେଇଛନ୍ତି। ଜଗତ ଦୃଷ୍ଟିରେ ଆମେ ମାନ୍ୟଗଣ୍ୟ ନାହୁଁ। ହୁଏତ ଜଗତର କିଛି ବଡ ବଡ ମଞ୍ଚରେ ଆମେ ଯାଉ, ସେ ମଞ୍ଚରେ ଯାହା ଜଗତର ପାର୍ଟି ଫଙ୍କସନରେ ଆମେ ମାନେ ଗଲେ ସେ ସ୍ଥାନରେ ହୁଏତ ଆମମାନଙ୍କୁ କେହି ପଚାରନ୍ତି ନାହିଁ। ମାତ୍ର ଆମର ସ୍ୱର୍ଗର ପରମେଶ୍ୱର ସେ ଆମମାନଙ୍କୁ ପଚାରନ୍ତି। ସେ କହନ୍ତି, ସେ ଦେଖୁଛନ୍ତି ଏଟା ମୋର ପୁଅ, ଏ ମୋର ଝିଅ ବୋଲି ସେ ଦେଖୁଛନ୍ତି। କି ପ୍ରକାର ପ୍ରେମିକ ପିତା ସେ ଅଟନ୍ତି। ଜଗତର ଲୋକ ଆମମାନଙ୍କୁ ତୁଚ୍ଛ କରନ୍ତି। ଅନେକ ସମୟରେ ଆମେ ବିଭିନ୍ନ ପ୍ରକାର ବିଷୟ ଗୁଡିକ ଦ୍ଵାରା ଆମେ ତୁଚ୍ଛୀକୃତ ହେଇଥାଉ ପ୍ରିୟ ଭଉଣୀ ମାନେ। ଅନେକ ସମୟରେ ଆମମାନଙ୍କର ଶିକ୍ଷାଗତ ଯୋଗ୍ୟତା ନିମନ୍ତେ ଆମେ ଅନ୍ୟମାନଙ୍କର ଆଗରେ ତୁଚ୍ଛୀକୃତ ହେଇଥାଉ। ଅନେକ ସମୟରେ ଆମମାନଙ୍କର ଶାରୀରିକ ଗଠନ ନିମନ୍ତେ ଆମେ ତୁଚ୍ଛୀକୃତ ହେଇଥାଉ। ଅନେକ ସମୟରେ ଆମମାନଙ୍କର ସାମାଜିକ ଅବସ୍ଥା ନିମନ୍ତେ ଆମେ ତୁଚ୍ଛୀକୃତ ହେଇଥାଉ। ଅନେକ ସମୟରେ ଆମମାନଙ୍କର ଆର୍ଥିକ ଅବସ୍ଥା ନିମନ୍ତେ ଆମେ ତୁଚ୍ଛୀକୃତ ହେଇଥାଉ। କିନ୍ତୁ ଆମର ପରମେଶ୍ୱର ଆମମାନଙ୍କର ଅପମାନକୁ ଦୂର କରିବା ପରମେଶ୍ୱର, ଆମମାନଙ୍କର ମସ୍ତକକୁ ସେ ଉଠାଇବା କର୍ତ୍ତା ଅଟନ୍ତି। ଆଜି ଆମେ ଦେଖିବା ଏ ପ୍ରକାର ଅନେକ ବ୍ୟକ୍ତି ମାନେ ବାଇବଲରେ ତୁଚ୍ଛୀକୃତ ହେଇଛନ୍ତି, କିନ୍ତୁ ପରମେଶ୍ୱର ସେମାନଙ୍କୁ ଉଠାଇଛନ୍ତି। ଆଜି ସେଇ ବ୍ୟକ୍ତି ବିଶେଷ ମାନଙ୍କ ଠାରୁ ଆମେ କିଛି କିଛି ଶୁଣିବା, କିଛି କିଛି ଶିଖିବା, ଆଉ ନିଜକୁ ଆମେ ଉତ୍ସାହିତ କରିବା। ଆମେ ଅନେକ ସମୟରେ ଆମେ ଡିସ୍କରେଜ ହେଇଯାଉ। ଯୋଉ ସମୟରେ କି ପରିବାରରେ ଦିଟା ବୋହୂ ଥିବେ, ଯଦି ଆଉ ଗୋଟେ ବୋହୂ ଯଦି ଅଧିକ ବାପା ଘରରୁ କିଛି ଡାଉରି ଧରି ପଳେଇ ଆସିଥିବ, ଆଉ ଗୋଟେ ବୋହୂ ଆଣି ନଥିବ ବୋଲେ ମୋର ଏ ବୋହୂ ଏତିକି ଆଣିଛି, ଏ କିଛି ଆଣି ନାହିଁ, ସେ ସମୟରେ ଆମମାନଙ୍କୁ ତୁଚ୍ଛୀକୃତ କରାଯାଏ। ଅନେକ ସମୟରେ ଆମମାନଙ୍କର କଲରକୁ ନେଇ ମଧ୍ୟ ତୁଚ୍ଛୀକୃତ କରାଯାଏ। ଏମାନଙ୍କର ହାଇଟ କୁ ନେଇ ମଧ୍ୟ ତୁଚ୍ଛୀକୃତ କରାଯାଏ। ମୋର ପୁଅ ସାଙ୍ଗେ ଆକୁ ମାନୁ ନାହିଁ, ଏ ଗୋଟେ କେନ୍ତିଟା ପଳେଇ ଆସିଲା, ଯେମିତି ମଶାଙ୍କର ସ୍ତ୍ରୀଙ୍କୁ ତୁଚ୍ଛୀକୃତ କରାଗଲା। ସେ ପ୍ରକାର ଅନେକ ଆମମାନଙ୍କ ବିଷୟରେ ଆମର ପରିବାର ଲୋକ ଆମମାନଙ୍କୁ ବାଛନ୍ତି। ଯଦି ଆମେ ଘରେ ଅଛୁ, କିଛି କାମ କରୁନାହୁଁ, ତାହେଲେ ମଧ୍ୟ ଆମମାନଙ୍କୁ ଅନେକ ସମୟରେ ଆମମାନଙ୍କୁ ତୁଚ୍ଛ କରାଯାଏ। କିନ୍ତୁ ପ୍ରିୟ ଭଉଣୀ ମାନେ, ଆପଣଙ୍କର ପରମେଶ୍ୱର ଆପଣଙ୍କୁ ଦେଖୁଛନ୍ତି। ଲୋକମାନେ ଆପଣଙ୍କୁ ରିଜେକ୍ଟ କଲେ, ଆପଣଙ୍କ ପରମେଶ୍ୱର ଆପଣଙ୍କୁ ସିଲେକ୍ଟ କରିଛନ୍ତି। ଲୋକମାନେ ଆପଣଙ୍କୁ ତୁଚ୍ଛୀକୃତ କରୁଛନ୍ତି, କିନ୍ତୁ ଆପଣଙ୍କର ପରମେଶ୍ୱର ଆପଣଙ୍କୁ ମନୋନୀତ କରିଛନ୍ତି। ସେ ମନୋନୀତ କରି ତାଙ୍କର ରାଜ ସିଂହାସନରେ ତାଙ୍କର ପୁତ୍ର କନ୍ୟା ହେବା ନିମନ୍ତେ ସେ ଅଧିକାର ଦେଇଛନ୍ତି। ଆସନ୍ତୁ, ଅନେକ ଜଣଙ୍କୁ ବାଇବଲରେ ମଧ୍ୟ ତୁଚ୍ଛ କରାଯାଇଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ କୁହାଗଲା କି ଏ ପେଟୁକଟା, ଆର ବାପାର ଠିକଣା ନାହିଁ, ଏ ପ୍ରକାର ଅନେକ କଥା କୁହାଗଲା। ପାପୀ ମାନଙ୍କ ସହିତ ଖାଇବାକୁ ବସୁଛି, ବାଲଜିବୁଲଟା, ଏ ପ୍ରକାର କହି ଅନେକ ବିଷୟରେ ତୁଚ୍ଛୀକୃତ କରାଗଲା। ମାତ୍ର ଯୋଉ ସମୟରେ ଆମେ ଫିଲିପିଓରେ ଦେଖୁଛୁ ଯେ ସବୁଠାରୁ ସର୍ବୋତ୍କୃଷ୍ଟ ନାମ ତାଙ୍କୁ ଦିଆଯାଇଛି। ସେ ନିଜକୁ, ସେ ଲୋକମାନେ ତୁଚ୍ଛୀକୃତ କରିବା ଆଗରେ ନିଜେ ନିଜକୁ ସେ ତୁଚ୍ଛ କରୁଛନ୍ତି, ନିଜେ ନିଜକୁ ସେ ଶୂନ୍ୟ କରୁଛନ୍ତି, ଯଦ୍ୱାରା କି ପରମେଶ୍ୱର ତାଙ୍କୁ ସବୁଠାରୁ ଉଚ୍ଚ ନାମ ଦେଇଛନ୍ତି। ପ୍ରିୟ ଭଉଣୀ ମାନେ, ଆସନ୍ତୁ ଆମେ ନିହିମିଆ ପୁସ୍ତକ 4 ଅଧ୍ୟାୟର 3 ପଦ ପଢିବା। ଏହି ସମୟରେ ଅମନୀୟ ଟବିୟ ତାହା ପାଖରେ ଥିଲା, ଆଉ ସେ କହିଲା ମଧ୍ୟ, ସେମାନେ ଯାହା ଗଢୁଅଛନ୍ତି ବିଲିଆ ଚଢିଗଲେ ସେ ସେମାନଙ୍କ ପଥର ପାଚେରୀ ଭାଙ୍ଗି ପକାଇବ। ଦେଖନ୍ତୁ କି ପ୍ରକାର ତୁଚ୍ଛ କରାଯାଉଛି ନିହିମିଆଙ୍କୁ। ନିହିମିଆ ଯୋଉ ସମୟରେ ସେ ସୁସନ ରାଜଧାନୀରେ ଥିଲେ, ଯୋଉ ସମୟରେ ଶୁଣିଛନ୍ତି କି ଜେରୁସାଲେମର ପ୍ରାଚୀର ଭଗ୍ନ ଅବସ୍ଥାରେ ଅଛି, ସେ ସମୟରେ ସେ ନିଜକୁ ସେ ସ୍ଥାନରେ ରଖି ପାରୁନାହାନ୍ତି। ତାଙ୍କର ମୁଖ, ଆପଣ ମାନେ 1 ଅଧ୍ୟାୟ ପଢିବେ, କହିଲେ ଯୋଉ ସମୟରେ ଏ ଖବର ତାଙ୍କୁ ଶୁଣା ଯାଇଛି, ସେ ସୁସନର ରାଜଧାନୀରେ ଅଛନ୍ତି। ମାତ୍ର ଯୋଉ ସମୟରେ ପ୍ରିୟ ଭଉଣୀ ମାନେ ତାଙ୍କୁ ଖବର ଆସୁଛି ଯେ ନାଇଁ, ଜେରୁସାଲେମ ମନ୍ଦିରର ପ୍ରାଚୀର, ଜେରୁସାଲେମ ମନ୍ଦିର ମଧ୍ୟ ଭାଙ୍ଗି ନାହିଁ, ମାତ୍ର ପ୍ରାଚୀର ଭାଙ୍ଗି ଯାଇଛି କହିଲାରୁ ତାଙ୍କର ମୁଖ ପୁରା ଶୁଖି ଯାଉଛି। ରାଜା ପଚାରୁଛନ୍ତି ତାଙ୍କୁ, କଣ ହେଲା ନିହିମିଆ, ତୁମର ମୁଖରେ ତ ଏମିତି ଦୁଃଖ ମୁଁ ଦେଖି ନାହିଁ, ଏତେ ଖେଦ କାହିଁକି ତୁମର ମୁଖରେ, ତୁମେ ଏମିତି ମୁହଁ ଶୁଖେଇକିନା କାହିଁକି ଅଛ? ନିହିମିଆ ହଉଛନ୍ତି ସେ ରାଜାଙ୍କର ପାନପାତ୍ର ବାହକ।
ତାଙ୍କୁ ଯୋଉ ସମୟରେ ସେ ପାନ କରିବା ପାଇଁ କିଛି ଡ୍ରିଙ୍କସ୍ ନେଇକିନା ଯାଇଛନ୍ତି, ସେ ସମୟରେ ଦେଖୁଛନ୍ତି ରାଜା ନିହିମିଙ୍କର ମୁହଁ ଶୁଖି ଯାଇଛି। ନିହିମିୟାଙ୍କର ମୁହଁ ବିବର୍ଣ୍ଣ ହେଇଯାଇଛି। କଣ ତୁମେ ସେ କହୁଛନ୍ତି, ରାଜା ତାଙ୍କୁ କହୁଛନ୍ତି ପରା, ମୁହଁ ଶୁଖୁବାଟା ମନର ଦୁଃଖ ଆକା, ଜ୍ୱର ହେଲେ ଏମିତି ମୁହଁ ଶୁଖିବ ନାହିଁ। ଦେଖ ସେ ମନ୍ଦିର ପାଇଁ କେତେ ଆଗ୍ରହ, ସେ ରାଜଧାନୀରେ ଆରାମସେ ଅଛନ୍ତି, ରାଜ ପ୍ୟାଲେସରେ ଆରାମସେ ଅଛନ୍ତି, କିନ୍ତୁ ତାଙ୍କର ଚିନ୍ତାଧାରା କୋଉଠିକୁ ଅଛି, ସେ ଜେରୁସାଲେମ ମନ୍ଦିରର ପ୍ରାଚୀର ଭାଙ୍ଗିବା ସେ ଦୁଃଖରେ ଅଛନ୍ତି। ଆଉ ସେ ସମୟରେ ସେ ଛୁଟି ମାଗୁଛନ୍ତି, ଆଉ ଛୁଟି ମାଗିକିନା ସେ ପ୍ରାଚୀର ନିର୍ମାଣ କରିବା ପାଇଁ ଆସୁଛନ୍ତି। ରାଜା ମତେ ଛୁଟି ଦରକାର। ଦେଖନ୍ତୁ ପ୍ରିୟ ଭଉଣୀ ମାନେ, ଆମେ ଅନେକ ସମୟରେ ଆମେ ପ୍ରାର୍ଥନା ମିଟିଂ ଗୁଡିକକୁ ଆମେ ମିସ୍ କରୁ, କାହିଁକି ନା ଆମର ଛୁଟି ନାହିଁ ବୋଲି। ମାତ୍ର ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, ଆମମାନଙ୍କର ଚର୍ଚ୍ଚରେ ଏ ପ୍ରକାର ଅନେକ ଭଉଣୀ ମାନେ ଅଛନ୍ତି, ସେମାନଙ୍କର ଛୁଟିକୁ ସେମାନେ ବଞ୍ଚାଇ ରଖନ୍ତି। ଆଉ ବର୍ଷ ଶେଷରେ ଆମମାନଙ୍କର ଯୋଉ ମିଟିଂ ଅଛି, ସେ ମିଟିଂ ମାନଙ୍କ ନିମନ୍ତେ ସେମାନେ ଛୁଟି ଗୁଡିକ ନିଅନ୍ତି। ଏ ସ୍ଥାନରେ ମଧ୍ୟ ନିହିମିୟାଙ୍କର ଚରିତ୍ର ଦେଖନ୍ତୁ, ସେ ଗୋଟେ ରାଜ କର୍ମଚାରୀ, ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ, ସେ ଛୁଟି ମାଗୁଛନ୍ତି କଣ ପାଇଁ, ଜେରୁସାଲେମ ମନ୍ଦିର ତିଆରି କରିବା ପାଇଁ। ଜେରୁସାଲେମ ମନ୍ଦିରର ପ୍ରାଚୀନ ଭଗ୍ନ ଅବସ୍ଥାରେ ଅଛି, ମୁଁ ଯିବି, ମୁଁ ତିଆରି କରିବି। ହଁ ସେଠି ତ ଅଛନ୍ତି, କିଏ ଗୋଟେ କରିଦେବେ, ସେ ପ୍ରକାର ମନୋଭାବ ନାହିଁ। ଆଙ୍କର ଉଦ୍యోଗ କି ପ୍ରକାର, ସେ ପୁରା ଉଦ୍యోଗରେ ଜେଲରେ ଆସୁଛନ୍ତି। ଆଉ ଯୋଉ ସମୟ ସେ ମନ୍ଦିର ତିଆରି କରୁଛନ୍ତି, ସେ ସମୟରେ ଲୋକମାନେ କଣ ବୋଲି କହୁଛନ୍ତି, ଏମତିଟା ଗୋଟେ ପ୍ରାଚୀର ବନାଉଛି ଯେ ଏ ପ୍ରାଚୀର କି ଷ୍ଟ୍ରଙ୍ଗ ଅଛି କି, ବିଲୁଆ ଚଢିଲେ ଭାଙ୍ଗିଯିବ। ଆମେ ମଧ୍ୟ ଯୋଉ ସମୟରେ ଚର୍ଚ୍ଚ ଆରମ୍ଭ କଲୁ, ଆଙ୍କର ଚର୍ଚ୍ଚ କି ଗଣି ଗଣି ହାତରେ ଗଣିଲା ପରେ 4-5 ଜଣ ଅଛନ୍ତି। ଏ ଚର୍ଚ୍ଚ କଣ ଆଗକୁ ଯିବ? ଚର୍ଚ୍ଚ ରହିବା ପାଇଁ ଚର୍ଚ୍ଚ ଘର ମଧ୍ୟ ନାହିଁ, ତାଙ୍କ ଚର୍ଚ୍ଚରେ ପାଳକ ମଧ୍ୟ ନାହିଁ। ଏମାନେ କଣ ଆଗକୁ ବଢିବେ? ଏ ଚର୍ଚ୍ଚ କଣ ଆଉ ଆଗକୁ ଯିବ? ଏ ପ୍ରକାର କଥା ଆମମାନଙ୍କୁ ଶୁଣିବାକୁ ପଡିଥିଲା ପ୍ରିୟ ଭଉଣୀମାନେ। କିନ୍ତୁ ସେ ସମୟରେ ମୁଁ କହେ ପରା, ପରମେଶ୍ୱର ଆମମାନଙ୍କୁ ଉଠାଇବା ପରମେଶ୍ୱର ଅଟନ୍ତି। ଲୋକ ଆମମାନଙ୍କୁ ଯେତେ ଚାପିବାକୁ ଧରିଲେ ମଧ୍ୟ ଆମେ ଅନଦେଖା କରିବାର ଅଛି ସେ ସବୁ। ଯୋଉ ସମୟରେ ଆଙ୍କୁ ତୁଚ୍ଛ କରାଯାଏ, 4 ପଦ ମୁଁ ପଢୁଛି, ହେ ଆମ୍ଭ ମାନଙ୍କର ପରମେଶ୍ୱର ଶ୍ରବଣ କର, କାରଣ ଆମ୍ଭେ ମାନେ ତୃଚ୍ଛୀକୃତ ହେଉଅଛୁ। ସେମାନଙ୍କର ଧିକ୍କାର ସେମାନଙ୍କର ନିଜ ମସ୍ତକରେ ବର୍ତ୍ତାଅ, ସେମାନଙ୍କୁ ବିଦେଶରେ ବନ୍ଦୀ କରି ଲୁଟିତ ହେବାକୁ ମାନେ ସମର୍ପଣ କର। ଏ ସ୍ଥାନରେ ନିହିମିଆ ସେମାନଙ୍କ ସହିତ ଯାଇ ଲଢୁ ନାହାନ୍ତି। ତୁମେ କାହିଁକି ଏମିତି ବୋଲି କହିବ, ଜାଣିଛ ମୁଇଁ ଛୁଟି ମାଗିକିନା ଆସି ଏ ପ୍ରାଚୀର ତିଆରି କରୁଛି, ଆଉ ତୁମମାନେ ମତେ କହୁଛ ନାଇଁ ବିଲୁଆ ଚଢିଲେ ଭାଙ୍ଗିଯିବ ବୋଲି। ସେ ସେମାନଙ୍କ ସହିତ ଲାଗିବା ପାଇଁ ଯାଉନାହାନ୍ତି, ସେ ପରମେଶ୍ୱରଙ୍କୁ କହୁଛନ୍ତି, ପ୍ରଭୁ ସେମାନେ ମତେ ତୁଚ୍ଛ କରୁଛନ୍ତି, ମୁଁ ତୁମର କାମ କରୁଛି। ଅନେକ ସମୟରେ ଆମେ ବିଭିନ୍ନ ପ୍ରକାର ଆତ୍ମିକ କାର୍ଯ୍ୟକ୍ରମ କରିବା ସମୟରେ ମଧ୍ୟ ଲୋକମାନେ ଆମମାନଙ୍କୁ ତୁଚ୍ଛ କର, ହଁ ଦେଖିଲୁ ବେ, ଗୋଟେ ଗୀତ ଗାଇଦେବ, ଗୋଟେ ବାକ୍ୟ ପ୍ରଚାର କରିଦେବ। ଏ ପ୍ରକାର ଆମେ ବିଭିନ୍ନ ପ୍ରକାର ତୁଚ୍ଛୀକୃତ ହେଇଥାଉ, ଲୋକମାନେ ଆମମାନଙ୍କୁ ହେୟ ଜ୍ଞାନ କରିଥାନ୍ତି। ମାତ୍ର ଆମର ପରମେଶ୍ୱର, ଆମେ ସେ ସବୁ କଥାବାର୍ତ୍ତାକୁ କାନକୁ ନ ନେଇ, ମନ ନ ଲଗାଇ, ଯେବେ ଆମକୁ ପ୍ରଭୁ ଯାହା କହିଛନ୍ତି ଆମେ ତାହା କରିଯିବା, ଡିସ୍କରେଜ ନ ହୋଇ, ଆମକୁ ଯୋଉ କାମ କରିବା ପାଇଁ ପ୍ରଭୁ ଆହ୍ୱାନ କରିଛନ୍ତି, ସେଇ କାମ ଯୋଉ ସମୟରେ ଆମେ କରିଯିବା ପ୍ରିୟ ଭଉଣୀ ମାନେ, ସେ ସମୟରେ ପରମେଶ୍ୱର ଆମମାନଙ୍କୁ ନିଶ୍ଚିନ୍ତ ଭାବରେ ଉଠାଇବେ। ଆଉ ବହୁତ ସୁନ୍ଦର ଭାବରେ ନିହିମିଆ ପ୍ରାଚୀର ଗଢିଲେ। ସେ ଲୋକମାନଙ୍କୁ ନିକଟକୁ ଲଢିବା, ଅନେକ ଥର ଆସିଛନ୍ତି ସେମାନେ, ସେମାନଙ୍କର ସହିତ ସେ ଲାଗିବା ପାଇଁ ଯାଉନାହାନ୍ତି, ସେ ତଳକୁ ସେ ଓହ୍ଲୁନାହାନ୍ତି। ସେ କହୁଛନ୍ତି ମୁଁ ଉପରେ ଅଛି, ମୁଁ ତଳେ ଆସି ତୁମମାନଙ୍କର ସହିତ ଲାଗିବି ନାହିଁ। ଅନେକ ସମୟରେ ଲୋକମାନେ ଆମମାନଙ୍କୁ ତୁଚ୍ଛ କଲେ ଆମେ ସହ୍ୟ କରିପାରିବୁ ନାହିଁ, ଆମେ କଣ କରିବୁ, ସେମାନଙ୍କର ସହିତ ଆମେ ଲାଗିବାକୁ ଯିବୁ। କାହିଁକିନା ଆମେ ଗୋଟେ ଉପର ଲେଭେଲ ର କାମ କରୁଛୁ ପ୍ରିୟ ଭଉଣୀ ମାନେ। ଏମାନେ ନିହିମିଆ ମାନେ ପ୍ରାଚୀର ତିଆରି କରୁଛନ୍ତି, ଉପରେ ଅଛନ୍ତି। ସେ ଲୋକମାନେ ଯୋଉମାନେ ତୁଚ୍ଛ କରୁଛନ୍ତି, ସେମାନେ କୋଉଠି ଅଛନ୍ତି, ତଳେ ଅଛନ୍ତି। ଆମେ ଉପରେ ଥିବା ଲୋକ, ସେମାନେ ଯୋଉ ସମୟରେ ଏବେ କହିବେନି କି କୁକୁର ଭୋକିଲେ ଆମେ ମଧ୍ୟ ତାଙ୍କ ସହିତ ଭୋକବା କି? କୁକୁର ଭୋକବା ତାର କାମ ହେଲା ଭୋକବାଟା, ଲୋକମାନଙ୍କର କାମ ହେଲା ଆମମାନଙ୍କୁ କମେଣ୍ଟସ କରିବାଟା, ଆମମାନଙ୍କୁ ନିଚ ଦେଖେଇବାଟା। ଅନେକ ସମୟରେ ଆମେ ବଡ ବଡ କାମ କରୁଥିବା ସମୟରେ ଲୋକମାନେ ସହ୍ୟ କରିପାରନ୍ତି ନାହିଁ, ଆଉ ବିଭିନ୍ନ ପ୍ରକାର କଥା ଗୁଡିକ କହନ୍ତି। ଏ ସ୍ଥାନରେ ଯେମିତି ନିହିମିଆକୁ କୁହାଯାଉଛି, ତୁ କେମିତି ପ୍ରାଚୀର ତିଆରି କରୁଛୁ ରେ, ବେଶୀ ଦେଖାଇ ଯାଉଛୁ, ସୁସନରେ ତ ଆରାମ ସେ ଥିଲୁ, ଏଠି ଆସି ଗୋଟେ ବେଶୀ ଦେଖାଇ ହେଇ ପ୍ରାଚୀର ତିଆରି କରିବା ପାଇଁ ଲିଡର ହଉଛି। ଆମକୁ ମଧ୍ୟ ଯୋଉ ସମୟରେ ପ୍ରଭୁଙ୍କ ଦାସ ଅଭିଷେକ ହେଲେ, ସେ ସମୟରେ ମଧ୍ୟ ଆମମାନଙ୍କୁ ବିଭିନ୍ନ ପ୍ରକାର କଥା ଶୁଣିବାକୁ ପଡିଥିଲେ। ଲୋକମାନେ କହିଲେ କି ଗୋଟେ ପ୍ଲମ୍ବର, ଇଲେକ୍ଟ୍ରିସିଆନ ଗୋଟେ କଣ ପାଷ୍ଟର ହବ।
ଆହ୍ୱାନ ଏ ପ୍ରକାର ବିଭିନ୍ନ କଥା ଆମମାନଙ୍କୁ ଆମେ ସେ ସମୟରେ ଡିସ୍କରେଜ ହେଲୁ ନାହିଁ। ଗୋଟେ କଥା କହିଲେ, ପ୍ରଭୁ ତୁମେ ଯଦି ଆମମାନଙ୍କୁ ଆହ୍ୱାନ କରିଛ ତୁମର ସେବା କାର୍ଯ୍ୟ ନିମନ୍ତେ, ତୁମେ ଆମମାନଙ୍କୁ ବଢେଇବ। ଆଉ ଆଜି ସେ ଆମମାନଙ୍କୁ ଗୋଟେ ବଢେଇବାର ଜବ୍ ଆଗକୁ 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 ସେ ଆମମାନଙ୍କୁ କଢେଇ ନଉଛନ୍ତି। ତାଙ୍କୁ ଆମମାନଙ୍କୁ କାହିଁକି ଡାକିଛନ୍ତି? ସେ ସେବା କାର୍ଯ୍ୟର ମାନେ ଗୋଟେ ସ୍ପଷ୍ଟୀକରଣ ଆମମାନଙ୍କୁ ଦେଖେଇ ଦେଖାଇ 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 ସେ ନେଉଛନ୍ତି। ଡିସ୍କରେଜ ହେବା ନାହିଁ ପ୍ରିୟ ମାନେ। ଯୋଉ ସମୟରେ ଆମେ ତୁଚ୍ଛୀକୃତ ହଉଛୁ ସେ ସମୟରେ ନିରାଶ ହେଇଯିବା ନାହିଁ, ସେ ସମୟରେ ହତାଶ ହେଇଯିବା ନାହିଁ। ହଁ, ସେ ସମୟରେ ଆମମାନଙ୍କୁ କଷ୍ଟ ଲାଗେ, ଦୁଃଖ ଲାଗେ। ନିହିମିଆଙ୍କୁ ମଧ୍ୟ ସେ ପ୍ରକାର ଲାଗିଥିଲା। ନିହିମିଆ କଣ କଲେ? ପ୍ରଭୁଙ୍କ ନିକଟକୁ ଗଲେ, କହିଲେ ବାପା ଏମାନେ ମତେ ତୁଚ୍ଛୀକୃତ କରୁଛନ୍ତି, ତୁମେ ଏମାନଙ୍କର କଥା ବୁଝ। ଆଉ ପ୍ରଭୁ ସେମାନଙ୍କର କଥା ବୁଝିବେ, ଆଉ ଆମେ ଆମର କାମ ଆମେ କରିଯିବା। ଆମର ପରମେଶ୍ୱର ଆମମାନଙ୍କୁ ସେ ଉଠାଇ ନେବେ। ମୁଁ କହିଲି ଯୋଉ ସମୟରେ ମୁଁ ଷ୍ଟାର୍ଟିଂରୁ କହିଥିଲି ଅନେକ ଜଣ ଅଛନ୍ତି କିନ୍ତୁ ସେମାନଙ୍କୁ ବାଛି ନାହାନ୍ତି ପ୍ରଭୁ। ଆମକୁ କାହିଁକି ବାଛିଛନ୍ତି? ଆମକୁ କାହିଁକି ମନୋନୀତ କରିଛନ୍ତି? ଆମକୁ କାହିଁକି ତାଙ୍କର ପରିଚୟ ଦେଇଛନ୍ତି? ଆମର ପଡିଶାରେ ମଧ୍ୟ ଅନେକ ଜ୍ଞାନୀ ମାନେ ଅଛନ୍ତି, ଅନେକ ସମ୍ଭ୍ରାନ୍ତ ଧନୀ ଲୋକମାନେ ଅଛନ୍ତି, ଆମଠାରୁ ଉଚ୍ଚ ଉଚ୍ଚ ଶିକ୍ଷିତ ଲୋକମାନେ ଅଛନ୍ତି। ସେମାନଙ୍କୁ ନ ବାଛି ଆମକୁ ବାଛିଛନ୍ତି, କାରଣ ଆମର ପରମେଶ୍ୱର ଆମମାନଙ୍କୁ ଉଠାଇବା ପାଇଁ ଚାହାନ୍ତି। ପ୍ରିୟମାନେ, ଲୋକମାନେ ତୁଚ୍ଛୀକୃତ କରିବା ସମୟରେ ଆମମାନେ ହତାଶ ନିରାଶ ଭାଙ୍ଗି ନ ପଡୁ, ଡିସ୍କରେଜ ନହେଇ ପ୍ରଭୁ କେମିତି ଏମାନେ ଏମିତି କହୁଛନ୍ତି ରାଜା, ମୁଁ ୟାରେ କାମ କରିବି ନାହିଁ, ମୁଁ ୟାରେ ଅନେକ ସମୟରେ ଆମେ କଣ କରୁ, ହଁ ଏମିତି ମତେ ବାଛୁଛନ୍ତି, ମୁଁ ୟାରେ ଏଟା କରିବି ନାହିଁ। ଏବେ ବାକ୍ୟ ପ୍ରଚାର କରିବା ସମୟରେ ମତେ କେମିତି ପ୍ରଚାର କଲା, ଏମିତି ସେମିତି ବୋଲେ ମୁଁ ୟାରେ ପ୍ରଚାର କରିବି ନାହିଁ। ଆମେ କାହିଁକି ସେ ପ୍ରକାର କହିବା? କାରଣ ପରମେଶ୍ୱର ଆମମାନଙ୍କୁ ଯୋଉ ସେବା କାର୍ଯ୍ୟ ଦେଇଛନ୍ତି, ଆମେ ସେଇ ସେବା କାର୍ଯ୍ୟରେ ଆମେ ଆଗକୁ ବଢୁ। ଲୋକମାନେ ତୁଚ୍ଛୀକୃତ କରୁଥିବା ସମୟରେ ମଧ୍ୟ ଆମମାନଙ୍କର ଅଣ୍ଟାକୁ ଆମେ ବାନ୍ଧୁ ନିହିମିଆଙ୍କ ସଦୃଶ। ଆଉ ଯୋଉ କାମ ଆମମାନଙ୍କୁ ପ୍ରଭୁ ଦେଇଛନ୍ତି ସେ କାମରେ ଆମେ ଆଗେଇ ଚାଲୁ। ପ୍ରିୟ ଭଉଣୀମାନେ, ଖୋଲିବା କହୁନାହିଁ, ଆମମାନେ ଦାଉଦଙ୍କ ବିଷୟରେ ସମସ୍ତେ ଜାଣୁ। ଦାଉଦ ତାଙ୍କର ବାବାଙ୍କର ଗାଈ ଚରାଉଥିଲେ। ଯୋଉ ସମୟରେ ଆମମାନଙ୍କର ସାମୁଏଲ ଭବିଷ୍ୟତ ବକ୍ତା ଆସିଛନ୍ତି ତାଙ୍କ ଘରକୁ ରାଜ ଅଭିଷେକ କରିବା ପାଇଁ, ରାଜ ଅଭିଷେକ କରିବା ସମୟରେ ମଧ୍ୟ ଦାଉଦ ଘରେ ନାହାନ୍ତି। ଦେଖନ୍ତୁ, ଏତେ ବଡ ଭବିଷ୍ୟତ ବକ୍ତା, ଏତେ ବଡ ବକ୍ତା, ଆଜିକାର ଭାଷାରେ କହିବାକୁ ଗଲେ ଏତେ ବଡ ବକ୍ତା ଘରକୁ ଆସିଛନ୍ତି, ବଡ ମିଟିଂ ଗୋଟେ ଆୟୋଜନ ହଉଛି, ମାତ୍ର ଦାଉଦଙ୍କୁ ସେ ମିଟିଂ ରେ ଜାଗା ନାହିଁ। ତୁ ମିଟିଂ ରେ ରହି କଣ କରିବୁ? ଯା ସେ ଗାଈ ମାନଙ୍କୁ ଚରେଇବୁ। ଗାଈ ଚରେଇବାକୁ ପଠେଇ ଦେଇଛନ୍ତି। ଯୋଉ ସମୟରେ ଯୁଦ୍ଧ ଜାଗାରେ ଯାଇଛନ୍ତି ଦାଉଦ ତାଙ୍କ ଭାଇମାନଙ୍କ ନିମନ୍ତେ ଖାଦ୍ୟ ନେଇକିନା, ତାଙ୍କର ଭାଇମାନେ ତାଙ୍କୁ କହୁଛନ୍ତି କି ତୁ ସେ ମେଣ୍ଢା ଛୁଆ ମାନଙ୍କୁ, ସେ ମେଷ ଛୁଆ ମାନଙ୍କୁ କୋଉଠି ଛାଡି ଆସିଛୁ? କାହାର ପାଖକୁ ଛାଡି ଆସିଛୁ? ଆମେ ତୋର ମନର ଦୁଷ୍ଟତା ଜାଣିଛୁ ଯେ ଏ ପ୍ରକାର ତୁଚ୍ଛୀକୃତ କରାଯାଉଛି। କାରଣ ତୁ ଯୁଦ୍ଧ ଲଢବା ପରି ନାହିଁ। ତୋର ହାଇଟ ଦେଖିଛୁ ନା? ଏତିକି ତ ହାଇଟ ଅଛି, ଆହୁରି ଏ ଯୁଦ୍ଧ ଦେଖିବାକୁ ପଳେଇ ଆସି, ଯୁଦ୍ଧ ଲଢବ ବୋଲି ପଳେଇ ଆସିଛି। ଯୋଉ ସମୟରେ ଏ ପ୍ରକାର ତୁଚ୍ଛୀକୃତ ଅବସ୍ଥାରେ ଅଛନ୍ତି ଦାଉଦ, ପ୍ରିୟ ଭଉଣୀ ମାନେ, ମୁଁ ଆପଣ ମାନଙ୍କୁ କହିବାକୁ ଚାହେଁ ଅନେକ ଜାଗାରେ ଆମେ ମଧ୍ୟ ରିଜେକ୍ଟେଡ ହେଇଛୁ। ଅନେକ ଜାଗାରେ ଆମକୁ ମଧ୍ୟ ଲୋକମାନେ ଏତେ ତୁଚ୍ଛ କରିଛନ୍ତି, ମାନେ ତୋର ଦେଇ ଏ କାମ ହେବ ନାହିଁ, ତୁ କରିପାରିବୁ ନାହିଁ। ଏ ପ୍ରକାର ଡିସ୍କରେଜ ର ୱାର୍ଡ ଆମମାନଙ୍କୁ ଅନେକ ସମୟରେ ଅନେକଙ୍କ ଠାରୁ ଆମମାନଙ୍କୁ ଶୁଣିବାକୁ ପଡେ। ମାତ୍ର ଆମର ପରମେଶ୍ୱର ଜାଣିଛନ୍ତି, ପ୍ରଭୁ ଦାଉଦ ତାଙ୍କ କାମରେ ସେ ବିଶ୍ୱସ୍ତ। ସେ ଯୁଦ୍ଧ ଦେଖିବା ପାଇଁ ଯାଇ ନଥିଲେ, ସେ ଯାଇଥିଲେ ତାଙ୍କର ବାପାଙ୍କର ଆଜ୍ଞା ମାନେ ଭାଇମାନଙ୍କୁ ଖାଦ୍ୟ ନେଇ ଦେବା ପାଇଁ। ଆଉ କହିବାକୁ ଗଲେ ସେ ଯୁଦ୍ଧକୁ ସେ ସମାଧାନ କରିବା ପାଇଁ ଯାଇଥିଲେ। ଯୋଉ ସମସ୍ୟାରେ ଇସ୍ରାଏଲ ଲୋକମାନେ ଅଛନ୍ତି, ସେ ସମସ୍ୟାର ସମାଧାନ କାହା ପାଖରେ ଅଛି? ଦାଉଦ ପାଖରେ ଅଛି। ଯୋଉ ସମୟରେ ସେ ଶୁଣୁଛନ୍ତି ନାଇଁ ଗୋଟେ ଅସୁନତ ଲୋକ ଆମର ଇସ୍ରାଏଲ ଲୋକକୁ ତୁଚ୍ଛୀକୃତ କରୁଛି, କିଏ ଅଛରେ ଆସ ମୋ ସାଙ୍ଗେ ଜଣେ ଆସ ଲଢବ, ମତେ ଯେ ହରେଇଲା ମୁଁ ଆମ ପଲେଷ୍ଟ୍ରୀୟ ଲୋକମାନେ ହାରିଯିବୁ, ଏ ପ୍ରକାର ସେ ଲଲକାଇବା ସମୟରେ ଦାଉଦ ଶୁଣିଛନ୍ତି। ଆଉ ଦାଉଦଙ୍କର ଭିତରେ ରହିଥିବା ସେ ଜ୍ୱଳନ ଆସିଛି ପରମେଶ୍ୱର। ସେ କହୁଛନ୍ତି ଏ ଅସୁନତ ପଲେଷ୍ଟ୍ରୀୟ ଆମେ ସୁନତ ଲୋକମାନଙ୍କୁ, ଜୀବିତ ପରମେଶ୍ୱର ଲୋକମାନଙ୍କୁ ଏ ପ୍ରକାର ତୁଚ୍ଛ କରିବ। ସେ ଘରେ ତୁଚ୍ଛୀକୃତ ହଉଛନ୍ତି, ତାଙ୍କ ପାଇଁ ଘରେ ଜାଗା ନାହିଁ। ତାଙ୍କ ପାଇଁ ତାଙ୍କର ଭାଇମାନଙ୍କ ମାନେ ସେ ରାଜା ମଧ୍ୟ ତାଙ୍କର ପରିଚୟ ଜାଣିନାହାନ୍ତି। ତାଙ୍କ ସେ ରାଜ ସୈନ୍ୟ ଦଳରେ ମଧ୍ୟ ଦାଉଦଙ୍କ ପାଇଁ ଜାଗା ନାହିଁ। କିନ୍ତୁ ପରମେଶ୍ୱର ତାଙ୍କ ନିମନ୍ତେ ଗୋଟେ ଜାଗା ତିଆରି କରିଛନ୍ତି।
ସେ ତାଙ୍କର କାମକୁ ସେ ବିଶ୍ୱସ୍ତ ଭାବରେ କରୁଛନ୍ତି। ଯୋଉ ସମୟରେ ସମସ୍ତଙ୍କର ସାମୁଏଲ ଆସେ ଘରକୁ ଆସି ଜଣେ ପରେ ଜଣେ ଜଣକୁ ପରେ ଜଣକୁ ସେ ଅଭିଷେକ କରି 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 ଚାଲି ସରି ଅଭିଷେକ ତ କରୁନାହାନ୍ତି, ଜଣ ପରେ ଜଣେ ଦେଖୁଛନ୍ତି ନାଇଁ ପ୍ରଭୁ ନାଇଁ ଇଏ ହେଇଥିବ ପୁରା ସେ ହେଇଥିବ, ଏମିତି 6 7 ଜଣ ଯାକ ସରିଗଲେନି। ତାପରେ ସାମୁଏଲ ପଚାରୁଛନ୍ତି ଆହୁରି କିଏ ଅଛନ୍ତି କି? ହଁ ଅଛନ୍ତି, ମୋର ପୁଅ ଅଛି, ସେ କୋଉଠି ଥିବ କି ଜଣା ନାହିଁ ବୋଲି ଯିସି କହୁନାହାନ୍ତି। ସେ କହୁଛନ୍ତି ନାଇଁ ସେ ଜଙ୍ଗଲରେ ମେଷ ପଲ ଚରଉଛି। ଦେଖନ୍ତୁ ଏତେ ବିଶ୍ୱସ୍ତ ଦାଉଦ, ସେ ମେଣ୍ଢା ଛୁଆ ମାନଙ୍କୁ ମେଷ ଛୁଆ ମାନଙ୍କୁ ଏଠି ସେଠି ଛାଡି ଇଆଡେ ସିଆଡେ ଯାଇନାହାନ୍ତି। ତାଙ୍କ ଘରେ ସେ ରାଗି ଯାଇନାହାନ୍ତି। ହଁ ଏତେ ବଡ ବକ୍ତା ହେବେ, ଏତେ ବଡ ଅଭିଷକ୍ତ ଭବିଷ୍ୟତ ବକ୍ତା ହେବେ, ମତେ ତୁମେ ପଚାରୁନ, ମତେ ତୁମେ ଦେଖୁନ, ଆଜି ମିଶା ମୁଇଁ ଗାଈ ଚରାଇବାକୁ ଯିବି କି, ଆଜି ଟିକେ ମୁଇଁ ଘରେ ରହିଲେ ହେବି ନାହିଁ, ଏମିତି ଯୁକ୍ତି କରୁନାହାନ୍ତି ସେ ତାଙ୍କ ବାପାଙ୍କ ସହିତ। ସେ କେତେ ବିଶ୍ୱସ୍ତ ଅଛନ୍ତି ଦେଖନ୍ତୁ। ତାଙ୍କୁ ତୁଚ୍ଛୀକୃତ କରାଯାଉଥିଲେ ମଧ୍ୟ ତାଙ୍କର କାର୍ଯ୍ୟରେ ସେ ବିଶ୍ୱସ୍ତ, ସେ ବିଶ୍ୱସ୍ତ ଭାବରେ ସେ ଯାଉଛନ୍ତି। ତାପରେ ଯୋଉ ସମୟରେ ଦାଉଦ ଆସୁଛନ୍ତି, ଦାଉଦଙ୍କୁ ରାଜା ଭାବରେ ଅଭିଷେକ କରାଯାଉଛି। ଅଭିଷେକ ହେଲା ପରେ ମଧ୍ୟ ପାଖାପାଖି 13 ବର୍ଷ ଯାଏ ସେ ରାଜ ସିଂହାସନରେ ବସୁନାହାନ୍ତି ପ୍ରିୟମାନେ। ସାଉଲ କହିଦେଲେ ଯଦି ତୁମେ ଗଲିହାତକୁ ଯେ ମାରିଦେବ ମୁଇଁ ତାକୁ ରାଜା କରିଦେବି ବୋଲି। ମାତ୍ର ସେ ରାଜା କରୁନାହାନ୍ତି। ଯୋଉ ସମୟରେ ରାଜା କରିବାର ସମୟ ଆସୁଛି, ସେ ସମୟରେ ତାକୁ ମାରବା ପାଇଁ ଗୋଡାଉଛନ୍ତି ସାଉଲ। ସାଉଲ ମାରବା ପାଇଁ ଗୋଡାଇବା ସମୟରେ ମଧ୍ୟ ସାଉଲ କେତେ ଅଭିଷିକ୍ତ ଅଟନ୍ତି। ସାଉଲ ଅଭିଷିକ୍ତ ବୋଲି ଜାଣି ସେ ସାଉଲଙ୍କୁ ଆକ୍ଚୁଆଲି ଅଧିକାର କାର ସିଂହାସନରେ ବସିବାର? ଦାଉଦଙ୍କର ଅଧିକାର। କାରଣ ଦାଉଦ ଅଲରେଡି ଅଭିଷେକ ହେଇ ସାରିଛନ୍ତି। ସେ ସାଉଲକୁ ଯାଇ କହିପାରିଥାନ୍ତେ ପରମେଶ୍ୱର ମତେ ଅଭିଷେକ କରିସାରିଛନ୍ତି, ତୁମେ ଉଠ ଗାଦିରୁ ମୁଁ ବସିବି ବୋଲି। ମାତ୍ର ସେ ଦେଖନ୍ତୁ ସମୟର ଅପେକ୍ଷା କରୁଛନ୍ତି, କେତେ ତୁଚ୍ଛୀକୃତ ହଉଛନ୍ତି। ମାତ୍ର ଦାଉଦ କେତେ ବିଶ୍ୱସ୍ତ, ଆଉ ସେ ଅପେକ୍ଷା କରୁଛନ୍ତି। ସେ ମାନେ ପରମେଶ୍ୱର ଆମମାନଙ୍କୁ, ଆମେ କୌଣସି କ୍ଷେତ୍ରରେ ମଧ୍ୟ ପ୍ରିୟ ଭଉଣୀ ମାନେ ମୁଁ କହିବାକୁ ଚାହେଁ, ଆମେ ଟ୍ୟାଲେଣ୍ଟେଡ ଥାଇପାରୁ, ଆମମାନଙ୍କୁ ଚର୍ଚ୍ଚରେ ଅନେକ ସମୟରେ ପଚାରନ୍ତି ନାହିଁ। ଆମ ମାନଙ୍କର ପାଖରେ ମାନେ ଆମକୁ ଫୁଲପିଟ ମଧ୍ୟ ନଥାଇପାରେ, ଆମକୁ ଫୁଲପିଟ ମଧ୍ୟ ଦିଆଯାଇ ନପାରେ, ଆମମାନଙ୍କୁ ମାଇକ ମଧ୍ୟ ଦିଆଯାଇ ନପାରେ। ଆମେ ଏ ପ୍ରକାର ଇଭେନ ଆମେ ଚର୍ଚ୍ଚରେ ଗଲେ ଆମମାନଙ୍କୁ ପ୍ରାର୍ଥନା କରିବା ପାଇଁ ମଧ୍ୟ ଅନେକ ସମୟରେ ସୁଯୋଗ ମିଳି ନପାରେ। କିନ୍ତୁ ଯୋଉ ସମୟରେ ପରମେଶ୍ୱର ଆମମାନଙ୍କୁ ଯଦି ଦେଖୁଛନ୍ତି ଆମେ ଟ୍ୟାଲେଣ୍ଟେଡ, ଆମେ ବିଶ୍ୱସ୍ତ ଭାବରେ ଯଦି ତଳେ ବସିଛୁ, ପରମେଶ୍ୱର ଦିନେ ନା ଦିନେ ଆମମାନଙ୍କୁ ଉଠେଇବେ। ଆମେ ବ୍ୟତିବ୍ୟସ୍ତ ହେବା କଥା ନାହିଁ, ଆମେ ଛାଟି ପିଟି ହେବା କଥା ନାହିଁ, ଆମେ ଜବରଦସ୍ତି ନାଇଁ ମୁଁ କରିଦେବି ମୁଁ ଧରିଦେବି ନାହିଁ। ଗତ ସପ୍ତାହରେ ପ୍ରଭୁଙ୍କର ଦାସ କହୁଥିଲେ ତାଙ୍କୁ ଯୋଉ ସମୟରେ ପୁଲପିଟ କୁ ଆସିବା ପାଇଁ 14 ବର୍ଷ ଲାଗିଛି। ଯୋଉ ସମୟରେ ସେ ପରିତ୍ରାଣ ପାଇଲେ ତାପରେ ପରେ ମଧ୍ୟ ସେ କିଛି ବର୍ଷ ପୂର୍ବରୁ ମଧ୍ୟ ସେ ବହୁତ ଭଲ ପ୍ରଚାର କରୁଥିଲେ। କିନ୍ତୁ କେବେ ସେ କାହା ସହିତ ଆର୍ଗୁମେଣ୍ଟ ଲାଗିନା ନାଇଁ ମତେ ଫୁଲପିଟ ଦରକାର, ମୁଁ ବାକ୍ୟ ପ୍ରଚାର କରିବି ନାହିଁ, ଏ ପ୍ରକାର ନାହିଁ। ଆମକୁ ଅନେକ ସମୟରେ ଲୋକ କୁହନ୍ତି, ତୁଚ୍ଛୀକୃତ କରନ୍ତି, ଆମମାନଙ୍କୁ ଲୋକମାନେ ଚିହ୍ନି ନ ପାରନ୍ତି ଯେ ତୁମେ ଏଟା କରିବା ପାଇଁ ଯୋଗ୍ୟ, ତୁମର ପାଖରେ ଟ୍ୟାଲେଣ୍ଟ ଅଛି ବୋଲି ଲୋକମାନେ ଆମମାନଙ୍କ ଟ୍ୟାଲେଣ୍ଟ କୁ ଜାଣି ନ ପାରନ୍ତି, ଆମମାନଙ୍କର ଗିଫ୍ଟ କୁ ଲୋକମାନେ ଜାଣି ନ ପାରନ୍ତି। ମାତ୍ର ଆମର ପରମେଶ୍ୱର ଜାଣନ୍ତି। ଆମେ ବିଶ୍ୱସ୍ତ ଭାବରେ ନୀରବ ହୋଇ ଆମେ ତଳେ ବସିବା, ଅନ୍ୟମାନଙ୍କର ଅଧୀନତାକୁ ଆମେ ସ୍ୱୀକାର କରିବା। ଦେଖୁଛୁ ଦାଉଦ ଅଭିଷିକ୍ତ, ସାଉଲ କେତେ ଦୁଷ୍ଟ ଅଛନ୍ତି। ପରମେଶ୍ୱର ତାଙ୍କୁ ପରିତ୍ୟାଗ କରି ସାରିଲେନି, ମାତ୍ର ଦାଉଦ ଯାଇକିନା ସାଉଲଙ୍କ ସହିତ ଲାଗୁନାହାନ୍ତି। ମୁଁ ଅଭିଷିକ୍ତ, ମତେ ପରମେଶ୍ୱର ଅଭିଷେକ କରିସାରିଛନ୍ତି, ତୁମେ ଉଠ ବୋଲି ସାଉଲଙ୍କୁ ଜବରଦସ୍ତି ଉଠାଉନାହାନ୍ତି। ସେ 13 ବର୍ଷ ଅପେକ୍ଷା କରୁଛନ୍ତି। ଅଭିଷେକ ହେଇ ସାରିଲା ପରେ ମଧ୍ୟ ସାଉଲ ତାଙ୍କୁ ଗୋଡାଉଛନ୍ତି, ବଣରେ ଗୁମ୍ଫାରେ ଜଙ୍ଗଲରେ ତାଙ୍କର ଦିନ କାଟୁଛି। ଆଉ ଦିନ ଆସିଲା ପରମେଶ୍ୱର ତାଙ୍କୁ ରାଜ ସିଂହାସନରେ ବସାଇଲେ। ଆଜି ଆମେ ମଧ୍ୟ ପ୍ରିୟ ଭଉଣୀ ମାନେ ଅନେକ ଜାଗାରେ ଆମେ ତୁଚ୍ଛୀକୃତ ହଉଛୁ, ଅନେକ ଜାଗାରେ ଲୋକମାନେ ଆମମାନଙ୍କୁ ପସନ୍ଦ କରୁନାହାନ୍ତି। ପରିବାରରେ ମଧ୍ୟ ସେ ପ୍ରକାର ହଉଛି। ଆମେ ଦେଖୁ ଆମମାନଙ୍କର କଲଚରରେ ବେଶୀ ପୁଅ ମାନଙ୍କୁ ବହୁତ ବା କରି ଟେକନ୍ତି, ସେମାନଙ୍କୁ ବେଶୀ ପ୍ରେମ କରନ୍ତି, ସେମାନଙ୍କୁ ଟିକେ ଏକ୍ସଟ୍ରା ଦିଅନ୍ତି। ଝିଅ ମାନେ ହେଲେ ଟିକେ ଘୃଣା କରନ୍ତି।
ଦି ଭଉଣୀ ଥିବେ, କିଏ ଟିକେ ଅଧିକ ସୁନ୍ଦର ଥିବ, କିଏ ଟିକେ ଅଧିକ ପାଠ ପଢୁଥିବ ବୋଲି ତା ପ୍ରତି ମା ବାପା ଅଧିକ ମନୋଯୋଗୀ ହୁଅନ୍ତି, ଅନ୍ୟ ଜଣକୁ ନେଗଲେକ୍ଟ କରାଯାଏ। ମାତ୍ର ଆମର ପରମେଶ୍ୱର ଆମମାନଙ୍କୁ ଦେଖୁଛନ୍ତି। ଆମେ ଯଦି ସେଇ ଅବସ୍ଥାରେ ମଧ୍ୟ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ତାଙ୍କର ପ୍ରଶଂସା ଆରାଧନା କରୁ କରୁ ଯଦି ଆମମାନେ ଅଛୁ, ତାହେଲେ ନିଶ୍ଚିନ୍ତ ଭାବରେ ସେଇ ସ୍ଥାନରେ ହିଁ ଆମର ପରମେଶ୍ୱର ଆମମାନଙ୍କୁ ଉଠେଇବେ। ଆମ ପରମେଶ୍ୱର, ମୁଁ କହେ ମୁଁ ଏ ସ୍ଥାନରେ ଠିଆ ହେବାର କୌଣସି ଯୋଗ୍ୟତା ଏକା ନାହିଁ, କି ଏଠି ଆପଣ ମାନଙ୍କୁ କହିବାର ମୋର ପାଖରେ କିଛି ଯୋଗ୍ୟତା ନାହିଁ। ସେ ପରମେଶ୍ୱର ହିଁ, ମୁଁ କହେ ପୁରା, ଯୋଉ ସମୟରେ ମୁଁ ଫାଷ୍ଟ ମେସେଜ ମୋର ଆରମ୍ଭ ମତେ କୁହାଯାଇଥିଲା ଏମିତି ଲେଡିସ୍ ମିଟିଂ ରେ ଏକା କହିବା ପାଇଁ, ମୁଁ 5 ମିନିଟରେ ମଧ୍ୟ କହିନାହିଁ, 2-3 ମିନିଟ କହିକିନା ମୋର ପାଟି ପୁରା ବନ୍ଦ ହେଇଗଲା, ମୁଁ ଆଉ କହିପାରିଲି ନାହିଁ। ମାତ୍ର ଯୋଉ ସମୟ ଆସିଲା ପରମେଶ୍ୱର ଉଠାଇଲେ, ସେ ଉଠେଇକିନା ଆମମାନଙ୍କୁ ବ୍ୟବହାର କରନ୍ତି ପ୍ରିୟମାନେ। ହୁଏତ ଆଜି ଅନେକ ଯୋଉ ସମୟରେ ସେମାନେ ମୋର ସେ ମେସେଜ ଶୁଣିଥିବେ, ସେମାନେ ହୁଏତ ଆଜି ଦେଖିଲେ ଏ କହିପାରୁଛି ବୋଲି ହୁଏତ ସେମାନେ ଭାବୁଥିବେ ପ୍ରିୟମାନେ। ଆମର ପରମେଶ୍ୱର ସେ ପ୍ରକାର ଭାବରେ ଆମମାନଙ୍କୁ ଉଠାନ୍ତି, ଆଉ ସେ ଆମମାନଙ୍କୁ ସେ ପ୍ରକାର ଭାବରେ ବ୍ୟବହାର କରନ୍ତି। ସେଥିପାଇଁ ଆମମାନେ କେହି ଆମମାନଙ୍କୁ ତୁଚ୍ଛ କରିବା ସମୟରେ, କି ଆମମାନଙ୍କୁ ନେଗଲେକ୍ଟ କରିବା ସମୟରେ, କି ଆମମାନଙ୍କୁ ନ ପଚାରିବା ସମୟରେ ଆମମାନେ କେବେ ମଧ୍ୟ ମନ ଉଣା କରବାନି। ବେଶୀ ଭଉଣୀ ମାନଙ୍କ ଠାରେ ଫିଲିଙ୍ଗସ୍ ଥାଏ, କିଏ ଯଦି ଟିକେ କଥା ହବ ନାହିଁ ଘରେ, ଟିକେ ଇଭେନ ସ୍ୱାମୀ ମଧ୍ୟ ଟିକେ ଭଲସେ କଥା ନହେଲେ ଆମମାନଙ୍କୁ ବହୁତ କଷ୍ଟ ଲାଗିଯାଏ। ଖାଇବାକୁ ଆଣିଦେଲେ କାହାକୁ ଲୋଡା, ଟିକେ ପଚାରିଲେ ନାହିଁ ଟିକେ ଖାଇଲୁ କି ନାହିଁ ବୋଲି, ଏ ପ୍ରକାର ଇମୋସନାଲ ଯାକ ଆମର ଭଉଣୀ ମାନଙ୍କ ଠାରେ ବହୁତ ଦେଖାଯାଏ। ସେ ମତେ ତାକୁ ଦେଖ କଥା ହେଲା ତା ଅନେକ ସମୟରେ କଣ ହୁଏ, ଦି ଭଉଣୀ ଥିଲେ ସମାନ ଦାମ ର ଆକା ଡ୍ରେସ କିଛି ଅଣା ହେଇଥିବ, ବୋଲେ ଆମେ କହୁ କି ତାକୁ ଦେଲାଟା ବଢିଆ ଥିଲା, ମୋରଟା ଭଲ ନଥିଲା। ଏ ପ୍ରକାର ବିଭିନ୍ନ ପ୍ରକାର ଫିଲିଙ୍ଗସ୍ ଗୁଡିକ ଆମ ଭିତରେ ଆସେ, ଆଉ ସେଟା ଆମମାନଙ୍କୁ ଧୀରେ ଧୀରେ ଆମମାନଙ୍କୁ ଡିସ୍କରେଜ କରିଦିଏ ପ୍ରିୟ ଭଉଣୀ ମାନେ। ତ ଆମେ ଜାଣି ଶୁଣି ମଧ୍ୟ କେହି ଯଦି ଆମମାନଙ୍କୁ ଡିସ୍କରେଜ କରୁଛନ୍ତି, ତାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ପରମେଶ୍ୱର ଆପଣଙ୍କର ସହିତ ଅଛନ୍ତି, ସେ ଆପଣଙ୍କର ଯତ୍ନ ନେବେ, ଆଉ ଉପଯୁକ୍ତ ସମୟରେ ସେ ଆପଣଙ୍କୁ ଉଠେଇବେ। ଦାଉଦଙ୍କୁ କିଏ ପଚାରୁ ନଥିଲେ, ତାଙ୍କର ଭାଇମାନେ ମଧ୍ୟ ତାଙ୍କୁ ପଚାରୁ ନଥିଲେ। ଆମେ ଯୋସେଫଙ୍କର ବିଷୟରେ ମଧ୍ୟ ଆମେ ଜାଣୁ, ଯୋଉ ସମୟରେ ଯୋସେଫ ତାଙ୍କର ସ୍ୱପ୍ନ ବିଷୟରେ ଆସି ଭାଇମାନଙ୍କୁ ଜଣାଉଛନ୍ତି, ବାପା ମାନଙ୍କୁ ଜଣାଉଛନ୍ତି, ସେ ସମୟରେ ସେ ତାଙ୍କର ଭାଇ ବାପା ମାନଙ୍କର ତୁ ତାଙ୍କର ସ୍ୱପ୍ନ ପ୍ରତି ତୁଚ୍ଛୀକୃତ କରୁଛନ୍ତି। ମାତ୍ର ପରମେଶ୍ୱର ତାଙ୍କର ସହିତ ରହି ଉପଯୁକ୍ତ ସମୟରେ ତାଙ୍କୁ ଉଠାଉଛନ୍ତି, ଆଉ ଫାରୋ ରାଜାଙ୍କର ତଳେ ତାଙ୍କୁ ରଖୁଛନ୍ତି। ସମଗ୍ର ମିଶର ଦେଶକୁ ସେ ଶାସନ କରୁଛନ୍ତି, ଆଉ ତାପରେ ସେଇ ପ୍ରକାର ହିଁ ଯୋଉ ପ୍ରକାର ସ୍ୱପ୍ନ ସେ ଦେଖିଛନ୍ତି, ସେ ପ୍ରକାର ହିଁ କାର୍ଯ୍ୟ ଗୁଡିକ ପୁନରାବୃତ୍ତି ହଉଛି। ଭାଇମାନେ ଯାଉଛନ୍ତି, ତାଙ୍କୁ ପ୍ରଣାମ କରୁଛନ୍ତି। ଆମେ ତୁଚ୍ଛୀକୃତ ହେବା ସମୟରେ ଆମମାନେ ବ୍ୟସ୍ତ ହେବା ନାହିଁ, ଆମମାନେ ଅପମାନିତ ହେବା ସମୟରେ ବ୍ୟସ୍ତ ହେବା ନାହିଁ। ଗୀତ ସଂହିତା 3:3 ଲେଖାଗଲା, ସେ ଆମମାନଙ୍କର ଗୌରବ ଆଉ ଆମମାନଙ୍କର ମସ୍ତକ ଉଠାଇବାର କର୍ତ୍ତା ଅଟନ୍ତି। ସେ ଆମମାନଙ୍କର ଅପମାନକୁ ସେ ଦୂର କରନ୍ତି ପ୍ରିୟ ଭଉଣୀ ମାନେ। ଯାହା ବି ଆମମାନଙ୍କର ଜୀବନରେ ଅପମାନ ଅଛି, ସେ ଅପମାନକୁ ସେ ଦୂର କରନ୍ତି, ଆଉ ଆମମାନଙ୍କୁ ମୁଣ୍ଡ ଉଠାଇବା ପାଇଁ ସେ ଆମମାନଙ୍କୁ ଶକ୍ତି ଦେବା ପରମେଶ୍ୱର ଅଟନ୍ତି। ଆଉ ସେ ଆମମାନଙ୍କର ମସ୍ତକ ଉଠାଇବାର କର୍ତ୍ତା, ସେ ନିଶ୍ଚିନ୍ତ ଭାବରେ ସେ ଆମମାନଙ୍କୁ ଉଠାଇବେ। ସେ ଦଳିତକୁ ସେ ଖତରା ସେ ଉଠାଇ ରାଜ ସିଂହାସନରେ ବସେଇବା ଆମମାନଙ୍କର ସେ ପ୍ରକାର ପରମେଶ୍ୱର ଅଟନ୍ତି। ତେଣୁ ଲୋକମାନଙ୍କ ଦ୍ଵାରା ରିଜେକ୍ଟେଡ ହେବା ସମୟରେ, ଅବହେଳିତ ହେବା ସମୟରେ, ମାନେ ଲୋକମାନେ ତୁଚ୍ଛ କରିବା ସମୟରେ ଆମମାନେ ବ୍ୟତିବ୍ୟସ୍ତ ନ ହଉ। ଯୋଉ ପରମେଶ୍ୱର ଦାଉଦଙ୍କୁ ଉଠାଉଛନ୍ତି, ଯୋଉ ପରମେଶ୍ୱର ଯୋସେଫକୁ ଉଠାଇକିନା ସିଂହାସନରେ ବସାଉଛନ୍ତି, ଯୋଉ ପରମେଶ୍ୱର ଆମମାନଙ୍କର ନିହିମିଆଙ୍କ ସହିତ ରହି ତାଙ୍କର କାର୍ଯ୍ୟକୁ ସଫଳ କରିଛନ୍ତି, ସେ ପରମେଶ୍ୱର କଣ ଆମ ସହିତ ନାହାନ୍ତି? ସେ ପରମେଶ୍ୱର ଆମ ସହିତ ମଧ୍ୟ ଅଛନ୍ତି। ଏ ପ୍ରକାଶ ସମୟରେ ସେ ଆମମାନଙ୍କୁ ମଧ୍ୟ ଉଠେଇବେ। ଆମେ ଜାଣୁ, ମୁଁ ଆଜି ଅଧିକ ବାଇବଲ ଖୋଲିବା ପାଇଁ ମୁଁ ଆପଣମାନଙ୍କୁ କହୁନାହିଁ, ସବୁ ଜାଣିଥିବା ଷ୍ଟୋରି ତ ଆପଣମାନଙ୍କୁ ଖାଲି ମୁଁ ମନେ ପକାଇ ଖାଲି ଉତ୍ସାହିତ କରିବାକୁ ଚାହେଁ। ଯୋଉ ସମୟରେ ସାରା ଅବ୍ରାହମକୁ ହାଗାର ସହିତ ବିବାହ କରିଦେଇଛନ୍ତି, ହାଗାରର ଗର୍ଭ ହେବାର ଜାଣି ହାଗାର ଏବେ ସାରାଙ୍କୁ କଣ କରୁଛି? ତୁଚ୍ଛ କରୁଛି। ମୋର ଅଛି ତୋର ନାହିଁ ବୋଲି ସେ କହୁଛି। ଅନେକ ସମୟରେ ଏ ପ୍ରକାର ବିଷୟ ଗୁଡିକରେ ମଧ୍ୟ ଆମମାନେ ତୁଚ୍ଛୀକୃତ ହେଇଥାଉ। ଅନେକ ସମୟରେ ଆମର ସ୍ୱାମୀଙ୍କର ଆର୍ଥିକ ଅବସ୍ଥା ଠିକ ନଥାଏ, ଏବେ ଅନ୍ୟମାନଙ୍କର ଥାଏ, ତ ଆମମାନଙ୍କୁ ଲୋକମାନେ ତୁଚ୍ଛ ଅବସ୍ଥାରେ ଦେଖନ୍ତି।
ଦେଖେ ଆମର ଏମିତି ଅଛି, ଆମର ଆମେ କାର ମେଣ୍ଟେନ କରୁଛୁ, ଆମମାନଙ୍କର 2 ମହଲା 3 ମହଲା ଅଛି। ମୋର ସ୍ଵାମୀ ମତେ କେତେ ହାର, ରାଣୀ ହାର, ଏ ହାର ସେ, ମାନେ ଅନେକ ସମୟ ଆମେ ନ କହିଲେ ମଧ୍ୟ ଆମମାନଙ୍କର ବ୍ୟବହାର ଦ୍ଵାରା ଆମେ ଅନ୍ୟମାନଙ୍କୁ ତୁଚ୍ଛ କରିଥାଉ। ମୋର ପାଖରେ ଅଛି, ତୋର ପାଖରେ ଅଛି କି? ଏ ପ୍ରକାର ଆମେ ତୁଚ୍ଛୀକୃତ କରିଥାଉ ପ୍ରିୟ ଭଉଣୀମାନେ। ଆମେ ନିଜେ ମଧ୍ୟ ତୁଚ୍ଛୀକୃତ ହେଇଥାଉ। ଲୋକମାନେ ଆମକୁ ଦେଖାନ୍ତି ଅନେକ ସମୟରେ ଆ କିଛି ପିନ୍ଧା ଓଢା ଦ୍ଵାରା, ଭଲ ଆଣ୍ଡ୍ରଏଡ ଫୋନ ଧରିକିନା ମଧ୍ୟ ତୁମର ପାଖରେ ଅଛି କି ଆମର ପାଖରେ ଅଛି ଦେଖ, ଏ ପ୍ରକାର ପରିସ୍ଥିତି ଗୁଡିକରେ ଅନେକ ସମୟ ଦେଇ ଆମେ ଗତି କରୁଛୁ। ମାତ୍ର ଯାହା ଅଛି ସେଥିରେ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଇ ରହିବାର ଆବଶ୍ୟକତା ରହିଛି। ପ୍ରଭୁ ତମକୁ ଦେଇଛନ୍ତି, ପ୍ରେଜ ଦ ଲର୍ଡ, ତୁମେ ଉପଭୋଗ କର। ଆମର ପାଖରେ ନାହିଁ, ଆମେ ଏତିକିରେ ଆମେ ବହୁତ ଖୁସିରେ ଅଛୁ। ପ୍ରଭୁ ସେ ପ୍ରକାର ଭାବରେ ସେଇ କଣ କରୁଛନ୍ତି, ହାଗାର ଶାରୀଙ୍କୁ ତୁଚ୍ଛ କରୁଛନ୍ତି। ମାତ୍ର ଇସ୍ମାଇଲ କୁ ପରମେଶ୍ଵର ବାଛି ନାହାନ୍ତି। ସାରାଙ୍କର ମାନେ ଦେଖ, ସରି ଆସୁଥିବା ଗର୍ଭକୁ ପରମେଶ୍ଵର ବାଛୁଛନ୍ତି। ମୃତ ଗର୍ଭରୁ ପରମେଶ୍ଵର ଇସାକ କୁ ଆହ୍ୱାନ କରୁଛନ୍ତି, ଆଉ ଇସାକ କୁ ପରମେଶ୍ଵର ବାଛୁଛନ୍ତି। ଇସ୍ମାଇଲ କୁ ସେ ବାଛୁନାହାନ୍ତି। ଆମେ ଅନେକ ସମୟ ଏ ପ୍ରକାର ଅନେକ ତୁଚ୍ଛୀକୃତ ହେଇଥାଏ। ଯୋଉ ସମୟରେ ଦେଖୁ, ମୁଁ କହେ 2ଟା ବୋହୂ କି 3ଟା ବୋହୂ ଥିବେ, କାର ଯଦି ପୁଅ ହେଇଥିବ ଆଉ କାର ଯଦି ଝିଅ ହେଇଥିବ ବୋଲି କହିଲେ ସେଠି ମଧ୍ୟ ତୁଚ୍ଛୀକୃତ। ଆଉ କାର ଯଦି ପୁଅ ଝିଅ ହେଇନଥିବ ସେ ଜାଗାରେ ମଧ୍ୟ ସେମାନେ ତୁଚ୍ଛୀକୃତ ହୁଅନ୍ତି। ଦେଖା ମାନେ ବାହା ହେଇକିନା 2 ବର୍ଷ ହେଇଥିବ, ଯଦି ପିଲା ଛୁଆ ହେଲା ନାହିଁ, ଆହୁରି ଜଣଙ୍କର ହେଇଯାଇଛି ବୋଲେ ସେ ଜାଗାରେ ମଧ୍ୟ ଆମମାନଙ୍କୁ କେତେ କଥା ଶୁଣିବାକୁ ପଡିଥାଏ। ଆର ପିଲା ଛୁଆ ହେବ ନାହିଁ, ଏ ବାଞ୍ଝ ଟା, ଆର ମୁହଁ ଦେଖି ଗଲେ ଏମିତି ଅସୁବିଧା ହବ, ସେମିତି ଅସୁବିଧା ହବ, ଏ ପ୍ରକାର କଥା ଗୁଡିକ ମଧ୍ୟ ଆମମାନଙ୍କୁ ଶୁଣିବାକୁ ପଡିଥାଏ। କିନ୍ତୁ ସେ ସମୟରେ ମନେ ରଖନ୍ତୁ, ଯୋଉ ପରମେଶ୍ଵର ଆମମାନଙ୍କୁ ମାନେ ଏ ପ୍ରକାର ବିଷୟ ଗୁଡିକ ଦେଇ କଢାଇ ନଉଛନ୍ତି, ସେ ନିଶ୍ଚିତ ରୂପେ ସେ ଅପମାନ ଗୁଡିକ ମଧ୍ୟ ଆମମାନଙ୍କ ଜୀବନରୁ ଦୂର କରିବେ ପ୍ରିୟ ଭଉଣୀମାନେ। ଆମମାନଙ୍କର ଅବସ୍ଥା ଗୁଡିକକୁ ମଧ୍ୟ ସେ ଧୀରେ 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 କଣ କରିବେ, ପରିବର୍ତ୍ତିତ କରିବେ। ସବୁ ସମୟରେ ସମସ୍ତଙ୍କର ଅବସ୍ଥା ଠିକ ନଥିବ। ଆଜି ଆମମାନଙ୍କର ଭଲ ଅବସ୍ଥା ଅଛି, ତ କାଲିକୁ ନଥିବ। ସେଥିପାଇଁ ଆମମାନେ, ମୁଁ କହେ ଅନ୍ୟମାନଙ୍କ ଦ୍ଵାରା ତୁଚ୍ଛୀକୃତ ହଉଛନ୍ତି, ଠିକ ଅଛି, ପ୍ରେଜ ଦ ଲର୍ଡ। ମାତ୍ର ଆମର ଅଛି, ଆମେ କାହାକୁ ସେ ପ୍ରକାର ତୁଚ୍ଛ ମନୋଭାବରେ ଆମେ ନ ଦେଖୁ। ଯଦି ପ୍ରଭୁ ଆମମାନଙ୍କୁ କିଛି ଦେଇଛନ୍ତି, ଲୋକକୁ ଦେଖାଇ ହେଇକିନା ଆମେ କିଛି ଅନ୍ୟମାନଙ୍କୁ ହୀନସ୍ତା କରି ଦେଖି ଆମେ ସେ ପ୍ରକାର ବ୍ୟବହାର ଆମେ ନ କରୁ ପ୍ରିୟ ଭଉଣୀ ମାନେ। ପ୍ରଭୁ ଦେଇଛନ୍ତି, ପ୍ରେଜ ଦ ଲର୍ଡ, ସେ ସବୁକୁ ଆମେ ଥିଲେ ମଧ୍ୟ ନଥିଲା ପରି ହେଇକିନା ଅନ୍ୟମାନଙ୍କର ମାନେ ଅନ୍ୟମାନଙ୍କୁ ତୁଚ୍ଛ କଲା ପରି ନ କରୁ। ଆଉ ଆମେ ଯଦି ତୁଚ୍ଛୀକୃତ ହଉଛୁ, ତାହେଲେ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ପ୍ରଭୁ ଆମର ଅବସ୍ଥାକୁ ମଧ୍ୟ ସେ ଦିନେ ନା ଦିନେ କଣ କରିବାକୁ ଯାଉଛନ୍ତି, ପରିବର୍ତ୍ତନ କରିବାକୁ ଯାଉଛନ୍ତି। କହିବେ ନା, ସବୁବେଳେ ରାତି ନଥିବ, ଦିନ ମଧ୍ୟ ପ୍ରତ୍ୟେକଙ୍କ ଜୀବନରେ ଆସେ। ସାରାଙ୍କ ଜୀବନରେ ରାତି ସବୁଦିନ ପାଇଁ ନଥିଲା। ପରମେଶ୍ଵର ତାଙ୍କ ଜୀବନରେ ମଧ୍ୟ ଗୋଟେ ଆଶାର ସୂର୍ଯ୍ୟକୁ ସେ ଉଦୟ କରୁଛନ୍ତି। ତାଙ୍କ ଜୀବନରେ ମଧ୍ୟ ସେ ଅପମାନକୁ ଦୂର କରି ସେ ହାସ୍ୟ ଇସାକକୁ ଦେଉଛନ୍ତି। ଆମ ଜୀବନରେ ମଧ୍ୟ ଆମର ପରମେଶ୍ଵର ଆମମାନଙ୍କର ଅପମାନକୁ ସେ ଦୂର କରିବେ। ଅନେକ ବାହାଘର କାର୍ଡ ଯାକ ଆସେ, ଅନେକ ଜାଗାରେ ଆସେ, ଲୋକମାନେ ବଡ ବଡ ଜାଗାରେ ବଡ ବଡ ଲୋକମାନଙ୍କୁ ଡାକନ୍ତି, ଆମକୁ ଡାକନ୍ତି ନାହିଁ। ଏବେ ଟିକେ ଆମେ ଚିହ୍ନା ପରିଚୟ ହେଲୁ, ସୋସିଆଲ ମିଡିଆରେ ଟିକେ ଦେଖାଯାଉଛି ବୋଲି ଲୋକମାନେ ଆମ ଘରକୁ ମଧ୍ୟ ଆସନ୍ତି। କିନ୍ତୁ ଆଗ ସେ ପ୍ରକାର ଆସୁନଥିଲେ। ତୁଚ୍ଛ କରୁଛ, କିଛି ଅସୁବିଧା ନାହିଁ। ମାତ୍ର ପରମେଶ୍ଵର ଉପଯୁକ୍ତ ସମୟରେ ଆମମାନଙ୍କୁ ଉଠେଇବେ। ସେ ଆମମାନଙ୍କୁ ଉଠେଇବେ, ଆଉ ସେ ଆମମାନଙ୍କର ମସ୍ତକ ଉଠେଇବାର କର୍ତ୍ତା ଅଟନ୍ତି। ଯୋଉ ସମୟରେ ଆମେ ଦେଖୁ ଆଦି ପୁସ୍ତକ 29 ଅଧ୍ୟାୟରେ ଲେୟାଙ୍କ ବିଷୟରେ, ଲେୟାଙ୍କୁ ମଧ୍ୟ ସେ ପ୍ରକାର ଭାବରେ ତୁଚ୍ଛ କରାଯାଉଛି। ତାଙ୍କ ଶାରୀରିକ ଗଠନକୁ ନେଇ ତାଙ୍କୁ ତୁଚ୍ଛ କରାଯାଉଛି। ଯାକୁବ ବାହା ହେଲା ପରେ ମଧ୍ୟ ସେ ସୁନ୍ଦରୀ ନାହିଁ ବୋଲି ଆହୁରି ଥରେ, ନାହିଁ ସେ ସୁନ୍ଦରୀ ସ୍ତ୍ରୀକୁ ଆକା ମୁଁ ବିବାହ ହେବି ବୋଲି ଆହୁରି ଥରେ ସେ 7 ବର୍ଷ ଖଟିକିନା ରାହେଲକୁ ବାହା ହଉଛନ୍ତି। ଆଉ ରାହେଲକୁ ଅଧିକ ପ୍ରେମ କରୁଛନ୍ତି। ଲେୟା ଅପମାନିତ ହଉଛନ୍ତି। ମାତ୍ର ଲେୟାଙ୍କର ଅପମାନକୁ ଦେଖିକିନା ପରମେଶ୍ଵର ଲେୟାଙ୍କର ଗର୍ଭକୁ ଖୋଲିଛନ୍ତି, ଆଉ ତାଙ୍କୁ ପୁତ୍ର ସନ୍ତାନ ଦେଇଛନ୍ତି। ଆଉ ଯୋଉ ସମୟରେ ସେ ତୁଚ୍ଛୀକୃତ ହେଇଛନ୍ତି, ଜୀବନ ସାରା ହୁଏତ
ଯାକୁବ ରାହେଲ କୁ ପ୍ରେମ କଲେ, ମାତ୍ର ମରବା ସମୟରେ ଯାକୁବ ବୁଝିଗଲେ ଯେ ସେ କହୁଛନ୍ତି ମତେ ରାହେଲ ପାଖେ ନେଇ କବର ଦିଅ ନାହିଁ ବୋଲି ସେ କହୁନାହାନ୍ତି, ମତେ ରାହେଲ ପାଖେ ନାହିଁ, ମତେ ଲେଆଙ୍କ ପାଖରେ ନେଇକିନା କବର ଦେବ। ସେତିକି ବେଳେ ଦାଉଦ ବୁଝିଗଲେ ଯେ ରାହେଲ ମୋର ଶାରୀରିକ ଅଭିଳାଷ ଥିଲା, ମାତ୍ର ଲେଆକୁ ପରମେଶ୍ୱର ମତେ ଦେଇଥିଲେ ବୋଲି ସେ ସମୟରେ ସେ ବୁଝୁଛନ୍ତି। ତୁଚ୍ଛୀକୃତ ହଉ, ମାତ୍ର ଆମର ପରମେଶ୍ୱର ଆମମାନଙ୍କର ଅପମାନକୁ ଦୂର କରନ୍ତି, ଆମମାନଙ୍କର ଦୁଃଖକୁ ସେ ଦେଖନ୍ତି। ଆମେ ଏ ପ୍ରକାର ପରିସ୍ଥିତି ଦେଇ ଯାଉଥିବା ସମୟରେ ଲେଆଙ୍କର କିଛି ଭୁଲ ନାହିଁ, ସେ ଅସୁନ୍ଦର ହେବା ବା ସୁନ୍ଦରୀ ହେବା ତାଙ୍କର କିଛି ଭୁଲ ନାହିଁ, ମାତ୍ର ସେଥିପାଇଁ ତାଙ୍କ ଶାରୀରିକ ଗଠନ ସକାଶୁ ତାଙ୍କୁ ତୁଚ୍ଛୀକୃତ କରାଯାଉଛି। ଆଜି ଅନେକ ଝିଅ ମାନଙ୍କୁ ମଧ୍ୟ ପ୍ରସ୍ତାବ ଆସୁଛି, ନାଇଁ ଖାଲି ଗୋରି ଗୋରିଟାକୁ ଖୋଜୁଛନ୍ତି, ପ୍ରେଜ ଦ ଲର୍ଡ, ଗୋରା ଗୋରା ଖୋଜ, ବାହା ହୁଅ। କାଳି ମାନଙ୍କୁ ରିଜେକ୍ଟ କରାଯାଉଛି। ସେମାନେ କଣ ନିଜେ ମୁଇଁ ନାଇଁ ଫର୍ମ ପକାଇଥିଲେ କି ପ୍ରଭୁଙ୍କ ଠାରେ, ପ୍ରଭୁ ମତେ କଳା କରି ଜନ୍ମ କର ବୋଲି? ତାଙ୍କର କଲର ପରମେଶ୍ୱର ତାଙ୍କୁ ଦେଇଛନ୍ତି। ମୁଁ ମଧ୍ୟ ସେ ସବୁ ବିଷୟରେ ମୁଁ ମଧ୍ୟ ଫେସ୍ କରି ଆସିଛି, ମାତ୍ର ପରମେଶ୍ୱର ଉଠାନ୍ତି ପ୍ରିୟ ଭଉଣୀ ମାନେ। ସେଥିପାଇଁ ବ୍ୟସ୍ତ ହେବା ନାହିଁ। ଆଜି ଅନେକ ଝିଅ ମାନେ ନିଜ ରଙ୍ଗକୁ ପରିବର୍ତ୍ତନ କରିବାର ଲାଗିଛନ୍ତି। କିଛି କରିବାର ଆବଶ୍ୟକ ନାହିଁ, ନିଜର ଚେହେରାର ଯତ୍ନ ନିଅନ୍ତୁ। ବାକି କଲରକୁ ଚେଞ୍ଜ କରିବେ ବୋଲି ବେଶୀ ଛାଟି ପିଟି ହୁଅନ୍ତୁ ନାହିଁ। ଆପଣଙ୍କ ପାଇଁ ଆପଣଙ୍କର ପରମେଶ୍ୱର ବହୁତ ଭଲ ପ୍ରସ୍ତାବ ଗୁଡିକ ରଖିଛନ୍ତି, ଆଉ ନିଶ୍ଚିତ ରୂପେ ପ୍ରଭୁ ଯୋଗାଇବେ। ଆପଣଙ୍କର ଆଦମ ଆପଣଙ୍କର ଅପେକ୍ଷାରେ ଅଛନ୍ତି। ଉପଯୁକ୍ତ ସମୟରେ ଆପଣଙ୍କର ଆଦମଙ୍କ ସହିତ ପରମେଶ୍ୱର ଆପଣ ମାନଙ୍କୁ ଜଡିତ କରିବେ। ସେଥିପାଇଁ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର କଲର ପାଇକି ରିଜେକ୍ଟ କରୁଛନ୍ତି, ଆପଣଙ୍କର ହାଇଟ୍ ପାଇକି ରିଜେକ୍ଟ କରୁଛନ୍ତି, ଆପଣ ମୋଟି ଅଛନ୍ତି ବୋଲିକି ରିଜେକ୍ଟ କରୁଛନ୍ତି, ପତଲି ଅଛନ୍ତି ବୋଲିକି ରିଜେକ୍ଟ, ବ୍ୟତିବ୍ୟସ୍ତ ବିଲକୁଲ ହେବା କଥା ନାହିଁ। କାରଣ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ଯେ ମୁଁ ଭୟଙ୍କର ଆଉ ଆଶ୍ଚର୍ଯ୍ୟ ରୂପେ ନିର୍ମିତ। ମୁଁ ଏତେ ଆଶ୍ଚର୍ଯ୍ୟ ରୂପେ ନିର୍ମିତ ହେଇଛି ଯେ ଏ ମାନେ ମତେ ବୁଝି ପାରିବେ ନାହିଁ। ମୋର ପରମେଶ୍ୱର ମତେ ତିଆରି କରିଛନ୍ତି ଏ ପ୍ରକାର। ସେଥିପାଇଁ ଏସବୁରେ ବରିଡ ହେବା ନା, ଏସବୁ କ୍ଷେତ୍ରରେ ମଧ୍ୟ ଆମେ ତୁଚ୍ଛୀକୃତ ହଉ, କିନ୍ତୁ ଆମର ପରମେଶ୍ୱର ଆମମାନଙ୍କର ଅପମାନକୁ ଦୂର କରିବା ପରମେଶ୍ୱର। ସେମାନଙ୍କର ଅପମାନକୁ ଦୂର କରି ସେ ଆମମାନଙ୍କର ମସ୍ତକକୁ ଉଠେଇବେ ପ୍ରିୟ। ସେ ପ୍ରକାର ପରମେଶ୍ୱର ସେ ଅଟନ୍ତି। ଆଉ ଗୋଟେ ଶେଷ ବାକ୍ୟ ଆମେ ପଢିକିନା ଶେଷ କରିବା। 2 ସାମୁଏଲ 13:15 ପଢନ୍ତୁ। ଏ ଉତ୍ତାରେ ଅମନ ତାହାକୁ ଅତିଶୟ ଘୃଣା କଲା। ସେ ତାକୁ ଯେପରି ପ୍ରେମ କରିଥିଲା ତଦପେକ୍ଷା ଅଧିକ ଘୃଣା କଲା। ଏଣୁ ଅମନ ତାହାକୁ କହିଲା, ଉଠ ଯା। ଦେଖନ୍ତୁ, ଅନେକ ସମୟରେ ଅନେକ ପୁଅ ମାନେ ମଧ୍ୟ ସେମାନଙ୍କର କଣ କରନ୍ତି, ଫାଇଦା ଉଠାଇ ସାରିଲା ପରେ ଆମମାନଙ୍କୁ ତୁଚ୍ଛ ବୋଧ କରନ୍ତି। ଆମମାନଙ୍କୁ ବ୍ୟବହାର କରି, ଯେମିତି ଆମମାନେ ଯୋଉ ଚା ପିଉଛୁ ପେପର କପ ରେ, ସେମିତି ଚା ପିଇକିନା ଫିଙ୍ଗି ଦେଲା ପରେ ଅନେକ ଜଣ ଫିଙ୍ଗି ଦିଅନ୍ତି ଆମମାନଙ୍କୁ। ସେ ସମୟରେ ଅନେକ ଝିଅ ମାନେ ନିଜର ଜୀବନକୁ ନଷ୍ଟ କରିବାରେ ବସନ୍ତି। କିନ୍ତୁ ମୁଁ କହିବାକୁ ଚାହେଁ, ଆମର ଜୀବନ ଏତେ ଶସ୍ତା ନାହିଁ ଯେ କି ଆମକୁ ଗୋଟେ ରିଜେକ୍ଟ କରିଦେଲା, କି ଆମକୁ ଗୋଟେ ଛାଡିଦେଲା ବୋଲି ଆମେ ଆମର ଜୀବନକୁ ଆମେ ନଷ୍ଟ କରିବୁ। ସେ ସମୟରେ ଆମେ କହିବାର ଅଛି, ତୁ ଯିବାର ଅଛି ଯା, ତୋର ଠାରୁ ଆରେ ହଜାର ଭଲଟା ମୋର ପାଇଁ ମୋର ପରମେଶ୍ୱର ରଖିଛନ୍ତି। ଆଜି ଅନେକ ଝିଅ ମାନେ ଡିପ୍ରେସନ କୁ କାହିଁକି ଚାଲି ଯାଉଛନ୍ତି? କାରଣ ସେମାନେ ମଧ୍ୟ ଏତେ ଭାବରେ ସେ ଅନ୍ୟମାନଙ୍କ ସହିତ ଏତେ ବିଶ୍ୱସ୍ତତା ମାନେ ଏତେ ବିଶ୍ୱାସ କରୁଛନ୍ତି ଯେ ଯୋଉମାନଙ୍କ ସହିତ ସେମାନେ ମିଶୁଛନ୍ତି ତାଙ୍କର ସବୁ ସେମାନଙ୍କୁ ଦେଇ ଦଉଛନ୍ତି, ମାତ୍ର ଯୋଉ ସମୟରେ ସେମାନଙ୍କର ସ୍ୱାର୍ଥ ଲାଭ ହେଲା ପରେ ଅନେକ ଜଣ ଛାଡିକିନା ଚାଲି ଯାଉଛନ୍ତି। ଏ ସ୍ଥାନରେ ଅମନ ମଧ୍ୟ ଏତେ ପ୍ରେମ କରୁଛି ତାମରକୁ ଯେ ଆଉ କହିବାକୁ ନାହିଁ। ମାତ୍ର ଯୋଉ ସମୟରେ ତାର ଶାରୀରିକ ଅଭିଳାଷକୁ ସେ ମେଣ୍ଟେଇ ସାରିଲା, ତାକୁ ଆରେ ସେ ତାମର ଆଉ ପସନ୍ଦ ହଉନାହିଁ। ସେ ଯେତିକି ପ୍ରେମ କରୁଥିଲା ତାଠାରୁ ଅଧିକ ଏବେ ଘୃଣା କରିବାକୁ ଦଉଛି। ଆଜି ଅନେକ ପୁଅ ମାନେ ଝିଅ ମାନଙ୍କୁ ମଧ୍ୟ କପଡା ପରି ଚେଞ୍ଜ କରୁଛନ୍ତି। ଅନେକ ଝିଅ ମାନେ ଏ ପ୍ରକାର ହଉଛନ୍ତି, ବିବାହ ପୂର୍ବରୁ ସେମାନଙ୍କର ସବୁ କିଛି ସେ ପିଲାମାନଙ୍କର ହସ୍ତରେ ନିଜକୁ ସମର୍ପଣ କରିଦଉଛନ୍ତି। ବିବାହ ପୂର୍ବରୁ ହିଁ ସେମାନେ ଅନେକ ଜଣ ମା ହେଇଯାଉଛନ୍ତି। ଆଉ ଯୋଉ ସମୟରେ କହୁଛନ୍ତି ଯେ ନାଇଁ ମୁଁ ମା ହଉଛି ବୋଲେ, ସେ ସମୟରେ ସେ ପିଲାମାନେ ଛାଡି ଛାଡି ପଳେଇ ଯାଉଛନ୍ତି। ଏ ଝିଅ ଏ ଅପମାନକୁ ଏ ପାପକୁ ଧରି କୁଆଡେ ବୁଲିବ? ସେ କଣ କରୁଛି? ଆତ୍ମହତ୍ୟା ଆଡକୁ ଯାଉଛି। ପ୍ରିୟ ଯେତିକି ମତେ ଶୁଣୁଛନ୍ତି ଯୁବା ଝିଅ ମାନେ, ସେମାନଙ୍କୁ ମୁଁ କହିବାକୁ ଚାହେଁ, ଆପଣଙ୍କର ଜୀବନକୁ
କାହାକୁ ୟୁଜ କରିବା ପାଇଁ ଦିଅନ୍ତୁ ନାହିଁ। ଆଉ ଯଦି ବି ସେମିତି କିଛି ପାପରେ ଆପଣ ମାନେ ପଢି ଯାଇଛନ୍ତି ତାହେଲେ ନିଜ ନିଜକୁ ସବଳ କରନ୍ତୁ। ଆପଣଙ୍କର ପରମେଶ୍ୱର ଆପଣଙ୍କର ମସ୍ତକ ଉଠାଇବା କର୍ତ୍ତା ଅଟନ୍ତି। ଯେକୌଣସି ପରିସ୍ଥିତିରେ ଥିଲେ ମଧ୍ୟ ଆତ୍ମହତ୍ୟା ତାର ସମାଧାନ ନୁହେଁ। ପ୍ରଭୁଙ୍କ ନିକଟକୁ ଫେରି ଆସନ୍ତୁ। ସେ ଆପଣଙ୍କର ଅପେକ୍ଷାରେ ଅଛନ୍ତି। ଆପଣଙ୍କୁ ନେଇକିନା ବହୁ ଏ ପ୍ରକାର ଅନେକ ସାକ୍ଷ୍ୟ ମୋ ପାଖରେ ଅଛି ପ୍ରିୟ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ ନାହିଁ ସେ ସବୁ ସାକ୍ଷ୍ୟ ଗୁଡିକ। ସେମିତି ଅବସ୍ଥାର ସେମାନଙ୍କୁ ଏବେ ପ୍ରଭୁ ଯୋଉ ସମୟରେ ସେମାନେ ସତ୍ୟ ଭାବରେ ମନ ଫେରାଇକିନା ପ୍ରଭୁଙ୍କ ନିକଟକୁ ଆସିଛନ୍ତି, ସେମାନଙ୍କୁ ବହୁତ ସୁନ୍ଦର ଭାବରେ ତାଙ୍କର ସେବା କାର୍ଯ୍ୟରେ ପ୍ରଭୁ ବ୍ୟବହାର କରୁଛନ୍ତି। ତ କିଏ ଆମମାନଙ୍କୁ ତୁଚ୍ଛ କରୁଛି, କିଏ ଆମମାନଙ୍କୁ ଛାଡି ଦେଉଛି, କିଏ ଆମମାନଙ୍କୁ ୟୁଜ କରି, ଆମେ କାହିଁକି ୟୁଜ କରିକିନା ଆମମାନଙ୍କୁ କିଏ ଛାଡିଦେଲା, ଆମମାନଙ୍କୁ କିଏ ବ୍ୟବହାର କରିଦେଲା। ଅନେକ ସମୟରେ କେମିତି ହୁଏ, ଲୋକମାନେ ଆମମାନଙ୍କ ସହିତ କଣ ପାଇଁ ମିଶନ୍ତି? ତାଙ୍କର ଫାଇଦା ପାଇଁ ମିଶନ୍ତି। ତାଙ୍କ ସ୍ୱାର୍ଥ ଲାଭ ହେଇଗଲା ପରେ ଆଉ ସେମାନେ ଆମମାନଙ୍କୁ ଆରେ ଅନାନ୍ତି ନାହିଁ, ସେମାନେ ଆଉ ଆମମାନଙ୍କୁ ଦେଖନ୍ତି ନାହିଁ। ଆମେ ସେ ସମୟରେ ଭାଙ୍ଗି ପଡୁ, ନିରୁତ୍ସାହିତ ହେଇଯାଉ। ମୁହାଁ ମିଶିଲା, ତାକୁ ଦରକାର ଥିଲା ବେଳେ ମିଶିଲା, ଏବେ ମୋର ସହିତ ତାର ଦେଖା ନାହିଁ। ଆମେ ଅନେକ ସମୟରେ ଏ ପ୍ରକାର ଭାଙ୍ଗି ପଡୁ। କିନ୍ତୁ ପ୍ରିୟ ଭଉଣୀ ମାନେ, ଆମମାନଙ୍କୁ କିଏ ବ୍ୟବହାର କରୁଛନ୍ତି, ଠିକ ଅଛି ବ୍ୟବହାର କରିକିନା ଛାଡନ୍ତୁ। ମାତ୍ର ଆମର ପରମେଶ୍ୱର ଆମର ସହିତ ରହିଛନ୍ତି। ସେ ଆମମାନଙ୍କର ମସ୍ତକ ଉଠାଇବା କର୍ତ୍ତା ଅଟନ୍ତି। ସେ ଆମମାନଙ୍କର ଗୌରବ। ଆସନ୍ତୁ ସେ ଗୀତ ସଂହିତା 3:3 ପଢିକିନା ଆଜିର ବାକ୍ୟକୁ ଆମମାନେ ଶେଷ କରି ପ୍ରାର୍ଥନା କରିବାକୁ ଯିବା। ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ ଚତୁର୍ଦିଗରେ ଢାଲ ସ୍ୱରୂପ, ମୋହର ଗୌରବ ଓ ମୋ ମସ୍ତକ ଉଠାଇବାର କର୍ତ୍ତା ଅଟ। ହୁଁ, ସେ ପରମେଶ୍ୱର ହଉଛନ୍ତି ଆମମାନଙ୍କର ମସ୍ତକ ଉଠାଇବା କର୍ତ୍ତା ପ୍ରିୟ ଭଉଣୀ ମାନେ। ଆଉ ସେ ଆମମାନଙ୍କର ଚତୁର୍ଦିଗର ଢାଲ ସ୍ୱରୂପ, ତାଙ୍କର ସୁରକ୍ଷା ମଧ୍ୟରେ ଆମମାନେ ଅଛୁ। କାହାର ବିନା ଅନୁମତିରେ ପରମେଶ୍ୱର ଆମମାନଙ୍କର ମାନେ ଆମମାନଙ୍କୁ ମଧ୍ୟ ତୁଚ୍ଛୀକୃତ କିଏ କରିପାରିବେ ନାହିଁ। ପରମେଶ୍ୱର ଆମମାନଙ୍କୁ ସେ ପ୍ରକାର ଭାବରେ ତିଆରି କରୁଛନ୍ତି, ସେ ପ୍ରକାର ପରିସ୍ଥିତି ଗୁଡିକ ନେଇ ଆମମାନଙ୍କୁ ତିଆରି କରୁଛନ୍ତି। ଆଉ ସେ ଆମମାନଙ୍କ ନିମନ୍ତେ, ଲୋକମାନେ ଆମମାନଙ୍କୁ ତୁଚ୍ଛ କରିବା ସମୟରେ ସେ ଆମମାନଙ୍କର ମସ୍ତକ ଉଠାଏ। ସେ ଆମମାନଙ୍କର ଗୌରବ ହେଇ ତାଙ୍କର ସେ ଗୌରବରେ ଆମମାନଙ୍କୁ ପ୍ରବେଶ କରୁଛନ୍ତି। ତେଣୁ ଆମମାନେ ବ୍ୟତିବ୍ୟସ୍ତ ହେବା ନାହିଁ, ନିରୁତ୍ସାହିତ ହେବା ନାହିଁ। ଆମମାନେ ତୁଚ୍ଛୀକୃତ ହଉଥିବା ସମୟରେ ସାହସ ସହିତ ଆମମାନେ ସେ ସବୁ ବିଷୟକୁ ଆମମାନେ ସାମ୍ନା କରି ପ୍ରଭୁଙ୍କ ଠାରେ ଆମମାନେ ସଦା ସର୍ବଦା ଲାଗି ରହିବା। ପ୍ରଭୁ ଅଳ୍ପ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।